ଧନୁ ରାଶିର ବ୍ୟକ୍ତିମାନେ 17 ମଇ 2026 ଏହି ତାରିଖଟିକୁ ମନେ ରଖି ଦିଅନ୍ତୁ, କାରଣ ଆପଣଙ୍କ ରାଶିର ସ୍ୱାମୀ ତଥା ମାଲିକ ଶନିଦେବ 17 ମଇ 2026ରେ ରେବତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହାକୁ ଶେଷ ନକ୍ଷତ୍ର ବୋଲି କୁହାଯାଏ। ଏହି ସମୟଟି ଗତ 30 ବର୍ଷର ପୁରୁଣା କର୍ମର ହିସାବ କିତାବର ସମୟ। ଗତ କିଛି ସମୟ ମଧ୍ୟରେ ଆପଣ ନିଜ ଜୀବନରେ ଯେଉଁ ସଂଘର୍ଷ କରିଛନ୍ତି, ଯେଉଁ ଦୁଃଖର ଦିନ ସବୁ ଦେଖିଛନ୍ତି, ଏବେ ତାହାର ସୁଫଳ ଆପଣଙ୍କୁ ମିଳିବାକୁ ଯାଉଛି। ଶନିଦେବ ଯିଏକି ନ୍ୟାୟାଧୀଶ ଏବଂ କର୍ମର ଫଳଦାତା ଅଟନ୍ତି, ସେ ଯେତେବେଳେ ନିଜର ଚଳନ ବଦଳାନ୍ତି, ସେତେବେଳେ ମଣିଷ ଜୀବନରେ ଟଙ୍କା ପଇସା, ସମ୍ପର୍କ, କ୍ୟାରିୟର, ପରିବାର କିମ୍ବା ମାନସିକ ସ୍ଥିତି ଯାହା ବି ହେଉନା କାହିଁକି, ସେସବୁ ଉପରେ ସିଧାସଳଖ ପ୍ରଭାବ ଦେଖାଇଥାଏ। ଏହି ସମୟରେ କେତେକ ଲୋକଙ୍କର ଘରେ ବସି ବସି ସବୁ କାମ ସଫଳ ହୋଇଯାଏ, ତ କେତେବେଳେ ଲୋକଙ୍କ ଜୀବନରେ ହଠାତ୍ ପରୀକ୍ଷାର ସମୟ ଆରମ୍ଭ ହୋଇଯାଏ। ପ୍ରକୃତରେ ଶନିଦେବ କାହାକୁ ସାଥ ଦେବେ, କାହାକୁ ସଫଳତା ପ୍ରଦାନ କରିବେ, କାହାର ଭାଗ୍ୟ ବଦଳାଇବେ ଏବଂ କେଉଁ ଲୋକମାନଙ୍କୁ ସାବଧାନ ରହିବାକୁ ପଡ଼ିବ, ସେହି ବିଷୟରେ ଆଜିର ଏହି ଭିଡ଼ିଓରେ ଏକ ବଡ଼ ଭବିଷ୍ୟବାଣୀ କରାଯାଉଛି। କାରଣ 17 ମଇ 2026ରୁ ଶନିଦେବ ରେବତୀ ନକ୍ଷତ୍ରରେ ପହଞ୍ଚି ଆପଣଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବେ। ଯେହେତୁ ରେବତୀ ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ବୁଧ ଏବଂ ଶନି ଓ ବୁଧ, ଏହି ଦୁହେଁ ପରସ୍ପରର ପରମ ମିତ୍ର ଅଟନ୍ତି। ତେଣୁ କେତେକ କ୍ଷେତ୍ରରେ ଶନିଦେବଙ୍କର ଅଦ୍ଭୁତ ସମର୍ଥନ ଆପଣଙ୍କୁ ମିଳିବାକୁ ଯାଉଛି। ବହୁ ବର୍ଷ ପରେ ଆପଣଙ୍କୁ ନିଜ ଜୀବନରେ ଏମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳିବ, ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ବି ଭାବିନଥିବେ। କିନ୍ତୁ ଏହା ସହିତ ହଠାତ୍ କିଛି ସମସ୍ୟା ମଧ୍ୟ ଆସିକି ଠିଆ ହୋଇପାରେ, ଯେଉଁଥିପାଇଁ ଆମକୁ ସାବଧାନ ରହିବାକୁ ହେବ। ଆଜିର ଏହି ଭିଡ଼ିଓକୁ ଯଦି ଆପଣ ଶେଷ ପର୍ଯ୍ୟନ୍ତ ନ ଦେଖିବେ, ତେବେ ଭାବିନେବେ ଯେ ଆପଣଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇପାରେ ଏବଂ ଏହି ଭୁଲ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ହେବ। କାରଣ ନିଜ ରାଶିର ସ୍ୱାମୀଙ୍କୁ ପ୍ରସନ୍ନ କରିବାର ଏହା ଶେଷ ସୁଯୋଗ ଏବଂ ଶନିଦେବଙ୍କର କୃପା ଲାଭ କରିବାର ମଧ୍ୟ ଏହା ହେଉଛି ଶେଷ ସୁଯୋଗ। ସେଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚୟ ଦେଖନ୍ତୁ। ଆମେ ଯେଉଁ ସବୁ କଥା କହିବାକୁ ଯାଉଛୁ, ତାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ। ଯେହେତୁ ଶନିଦେବ ରେବତୀ ନକ୍ଷତ୍ରକୁ ଯାଉଛନ୍ତି ଏବଂ ସେ ଧନୁ ରାଶିର ନିଜସ୍ୱ ରାଶି ସ୍ୱାମୀ ଅଟନ୍ତି, ତେଣୁ ଆପଣଙ୍କ ଜୀବନରେ ଯେଉଁ 4ଟି ଅଦ୍ଭୁତ ଘଟଣା ଦେଖାଦେବ, ସେଇଠି 3ଟି ଜାଗାରେ ଆପଣଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏହି ସମୟରେ କେଉଁ ପ୍ରତିକାର କରିବାକୁ ହେବ, କ'ଣ ଶୁଭ ରହିବ ଏବଂ କ'ଣ ଅଶୁଭ ରହିବ, ସେହି ସବୁ ବିଷୟ ଗୋଟି ଗୋଟି କରି ଏହି ଭିଡ଼ିଓରେ କୁହାଯିବ। କାରଣ 17 ମଇ ପରେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାରୁ ଜମାରୁ ଭୁଲିବେ ନାହିଁ, କାରଣ ଆପଣଙ୍କ ରାଶି ସହିତ ଜଡ଼ିତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଏହି ଚ୍ୟାନେଲରେ ଆଗକୁ ଆସିବାକୁ ଯାଉଛି। ଧନୁ ରାଶିର ବ୍ୟକ୍ତିମାନେ ଶନିଦେବ ଏବଂ ଆପଣଙ୍କର ରାଶିର ଦ୍ୱିତୀୟ ଭାବରେ ବିରାଜମାନ ଅଛନ୍ତି ଏବଂ ଏହି ଦ୍ୱିତୀୟ ଭାବ ଧନ ଆମର ବାଣୀ ତଥା ପରିବାରକୁ ଦର୍ଶାଇଥାଏ। ତେଣୁ ଏହି 3ଟି କ୍ଷେତ୍ର ଭୟଙ୍କର ଭାବରେ ପ୍ରଭାବିତ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଦେଖା ଦେବାକୁ ଥିବା ପ୍ରଥମ ଘଟଣା ବିଷୟରେ ଆମ କଥାକୁ ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଏହି ସମୟରେ ଆପଣଙ୍କ ବାଣୀରେ ଗାମ୍ଭୀର୍ଯ୍ୟ ଆସିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଶନିଦେବ ଆପଣଙ୍କର କଥାବାର୍ତ୍ତାରେ ଓଜସ୍ୱିତା ଆଣିବେ ଏବଂ ତେଜ ବୃଦ୍ଧି କରିବେ। ଆପଣଙ୍କ କଥାରେ ଏମିତି ଯାଦୁ ରହିବ ଯେ ଆପଣ ନିଜ କଥା ଦ୍ୱାରା ହିଁ ସାମ୍ନା ଲୋକଙ୍କର ମନ ଜିତିବାକୁ ଲାଗିବେ। ବ୍ୟାପାର ହେଉ, ପାରିବାରିକ ସମ୍ପର୍କ ହେଉ, ଅଫିସରେ ପ୍ରେଜେଣ୍ଟେସନ ଦେବା ହେଉ କିମ୍ବା କୌଣସି ପ୍ରକାରର ଚାକିରି ପାଇଁ ଇଣ୍ଟରଭ୍ୟୁ ପାସ୍ କରିବା ହେଉ, ସବୁଠାରେ ଆପଣଙ୍କର ଦବଦବା ରହିବ।
ଶନିଦେବ ଆପଣଙ୍କର ରାଶିର ସ୍ୱାମୀ ଅଟନ୍ତି। ସେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ, ଯାହାଦ୍ୱାରା ଆପଣଙ୍କ ବାଣୀରେ ତେଜ ଆସିବ ଏବଂ କଥାବାର୍ତ୍ତା ତଥା ଯୋଗାଯୋଗର ଦକ୍ଷତା ବହୁ ମାତ୍ରାରେ ବୃଦ୍ଧି ପାଇବ। ଧନୁ ରାଶିର ବ୍ୟକ୍ତିମାନେ ଆପଣଙ୍କ ଜୀବନରେ ଦେଖା ଦେବାକୁ ଥିବା ଦ୍ୱିତୀୟ ଘଟଣାଟି ହେଉଛି ଦ୍ୱିତୀୟ ଭାବରେ ଶନିଦେବ ଥିବା ହେତୁ କିଛି ନୂଆ ଜିନିଷ ଶିଖିବା ପାଇଁ ଆପଣଙ୍କର ରୁଚି ବଢ଼ିବାକୁ ଲାଗିବ। ଆପଣ କିଛି ଗୁପ୍ତ ବିଦ୍ୟା ଶିଖିପାରନ୍ତି। ଆପଣଙ୍କ ଧ୍ୟାନ, ଯୋଗ ଏବଂ ମେଡିଟେସନ ଆଗକୁ ଯାଇପାରେ। ଆପଣ ଯିଏକି ଦୀର୍ଘ ସମୟ ଧରି ମାନସିକ ଅଶାନ୍ତିରେ ପୀଡ଼ିତ ଅଛନ୍ତି ଏବଂ ସବୁବେଳେ ବହୁତ ଅଧିକ ଚିନ୍ତା କରୁଛନ୍ତି, ଆପଣ ଯେଉଁ ଶାନ୍ତି ସନ୍ଧାନରେ ଥିଲେ ସେହି ଶାନ୍ତି 17 ମଇ ପରେ ଶନିଦେବ ଆପଣଙ୍କୁ ପ୍ରଦାନ କରିବେ। ଏହି କଥାଟିକୁ ଆପଣ ଲେଖିକି ରଖିପାରନ୍ତି, କାରଣ ଶନିଦେବ ଏଠାରେ ଆପଣଙ୍କ ଉପରେ କୃପା ବର୍ଷା କରୁଥିବାର ନଜର ଆସୁଛନ୍ତି। ରେବତୀ ନକ୍ଷତ୍ରରେ ପ୍ରବେଶ କରିବା ପରେ ଏହାର ପ୍ରଥମ ପ୍ରଭାବ ଏହା ଦେଖିବାକୁ ହେବ ଯେ ବହୁ ସମୟ ଧରି ଆପଣ ଯେଉଁ ମାନସିକ ଶାନ୍ତି ଖୋଜୁଥିଲେ, ସେହି ସୁଖ ଏବଂ ଶାନ୍ତି ଏବେ ଆପଣଙ୍କ ଭାଗ୍ୟରେ ଆସିବାକୁ ଯାଉଛି। ଆପଣଙ୍କ ଜୀବନରେ ଦେଖା ଦେବାକୁ ଥିବା ତୃତୀୟ ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଗଲେ, ଦେଖନ୍ତୁ, ଏହି ସମୟଟି ହେଉଛି ନିଜ ପରିଶ୍ରମର ଫଳ ପାଇବାର ସମୟ। କାରଣ ରେବତୀ ହେଉଛନ୍ତି ଶେଷ ନକ୍ଷତ୍ର, ତେଣୁ କେଉଁଠି ନା କେଉଁଠି ଏହା ଶନିଦେବଙ୍କର ଏକ ପ୍ରକାରର ସଫେଇ ଅଭିଯାନ ମଧ୍ୟ ହେବାକୁ ଯାଉଛି। ଆପଣ ଅନୁଭବ କରିବେ ଯେ ଯେଉଁ ଫାଇଲ ଆପଣଙ୍କର ବହୁ ସମୟ ଧରି ଅଟକି ରହିଥିଲା, ତାହା ଏବେ କ୍ଲିଅର ହେବାକୁ ଯାଉଛି। ଆପଣ ଯଦି କୌଣସି ଭଲ କର୍ମ କରିଥିଲେ, ତେବେ ତାର ସୁଫଳ ମଧ୍ୟ ଏବେ ଆପଣଙ୍କୁ ମିଳିବାକୁ ଯାଉଛି ଏବଂ ଯଦି କୌଣସି ଖରାପ କର୍ମ କରିଥିଲେ, ତେବେ ତାର ଫଳ ମଧ୍ୟ ଏବେ ଆପଣଙ୍କୁ ଭୋଗିବାକୁ ପଡ଼ିବ। ବିଶେଷ କରି ବିଗତ 2.5 ବର୍ଷର ହିସାବ କିତାବ ଏବେ 17 ମଇ ପରେ ରେବତୀ ନକ୍ଷତ୍ରରେ ପହଞ୍ଚି ଶନିଦେବ ଆପଣଙ୍କ ସହିତ କରିବାକୁ ଯାଉଛନ୍ତି। ଆଗକୁ ଆଉ ଏକ ଅଦ୍ଭୁତ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଜଣାଇବା ପୂର୍ବରୁ ଜଲ୍ଦି ଯାଇକି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଏଭଳି ସମ୍ପୂର୍ଣ୍ଣ ବିଷୟ ପ୍ରସ୍ତୁତ କରିବାରେ ଏବଂ ଆପଣଙ୍କ ପାଇଁ ରିସର୍ଚ୍ଚ କରିବାରେ ଆମର ଘଣ୍ଟାର ପରିଶ୍ରମ ଲାଗିଥାଏ। ଆଉ ଯେତେବେଳେ ଆପଣ ଏହି ଭିଡ଼ିଓକୁ ଲାଇକ୍ କରନ୍ତି, ସେତେବେଳେ ଆମର ଉତ୍ସାହ ବଢ଼ିଥାଏ ଏବଂ ଆମକୁ ସପୋର୍ଟ ମିଳିଥାଏ। ହୃଦୟର ସହିତ କମେଣ୍ଟ ବକ୍ସରେ ଯଦି ଆପଣ ଜୟ ଶନିଦେବ ଲେଖିଦେବେ, ତେବେ ରାଶିର ସ୍ୱାମୀଙ୍କ କୃପା ଆପଣଙ୍କୁ ନିଶ୍ଚୟ ଭାବରେ ମିଳିବ। ଏହି କଥାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦିଆଯାଉଛି। ତେବେ ବ୍ୟାପାରରେ ଆପଣଙ୍କ ଜୀବନରେ ଯେଉଁ ଅଦ୍ଭୁତ ଘଟଣା ଘଟିବ, ଯଦି ଆପଣ ଇମ୍ପୋର୍ଟ ଏକ୍ସପୋର୍ଟ ଅର୍ଥାତ୍ ଆମଦାନୀ ରପ୍ତାନି କାମ କରୁଛନ୍ତି, ତେବେ ଏଠାରେ ସମ୍ପୂର୍ଣ୍ଣ ସମ୍ଭାବନାର ନଜର ଆସୁଛି ଯେ ତାହା ଆପଣଙ୍କ ପାଇଁ ଏକ ସଫଳ ବ୍ୟବସାୟରେ ପରିଣତ ହେବ। ବିଦେଶ ସହିତ ଜଡ଼ିତ ଯଦି ଆପଣ କୌଣସି କାମ କରୁଛନ୍ତି, ତେବେ ମଧ୍ୟ ପ୍ରଚୁର ଧନ ଲାଭ ଆପଣଙ୍କ ଭାଗ୍ୟରେ ଆସିବାକୁ ଯାଉଛି। କାରଣ ଧନ ଭାବରେ ଧନେଶ ହୋଇ ଶନିଦେବ ଆପଣଙ୍କ ଉପରେ ଟଙ୍କା ପଇସା ତ ବହୁତ ବର୍ଷାଇବେ, କିନ୍ତୁ ଏହା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ରଖିବାକୁ ହେବ, ଯାହା ଆଗକୁ ଭିଡ଼ିଓରେ କୁହାଯିବ। ଚତୁର୍ଥ ଏବଂ ଶେଷ ଅଦ୍ଭୁତ ଘଟଣା, ଯାହା ରେବତୀ ନକ୍ଷତ୍ରରେ ଶନିଙ୍କ ପ୍ରବେଶ ପରେ ଆପଣଙ୍କ ଜୀବନରେ ଦେଖାଦେବ। ଯେହେତୁ ଏହା ଶେଷ ନକ୍ଷତ୍ର ଅଟେ ଏବଂ ଏହାର ରାଶି ସ୍ୱାମୀ ହେଉଛନ୍ତି ବୁଧ ଆଉ ଶନି ପରସ୍ପରର ପରମ ମିତ୍ର ଅଟନ୍ତି, ତେଣୁ ଏହି ସମ୍ଭାବନା ସମ୍ପୂର୍ଣ୍ଣ ଭାବରେ ପ୍ରକାଶ ପାଉଛି ଯେ ମନେ କରନ୍ତୁ ଆପଣଙ୍କର କୌଣସି ପୁରୁଣା ଆଇନଗତ ବିବାଦ ଥିଲା, ଜମିଜମା ବା ସମ୍ପତ୍ତି ବାଡ଼ିକୁ ନେଇ କୌଣସି ମାମଲା ଚାଲିଥିଲା କିମ୍ବା କାହା ସହିତ କୌଣସି ବିବାଦ ଥିଲା, ତେବେ ତାହା ଏବେ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ। ଏବେ ନିଷ୍ପତ୍ତି ଆସିବାକୁ ଯାଉଛି ଏବଂ 17 ମଇ 2026 ପରେ ନିଷ୍ପତ୍ତିର ତାରିଖ ନିକଟତର ହେଉଥିବା ନଜର ଆସିବ। ଏହି କଥାଟିକୁ ଭଲ ଭାବରେ ମନେ ରଖିଦିଅନ୍ତୁ।
କିନ୍ତୁ ଏହା ସହିତ ଆପଣଙ୍କୁ 3ଟି ବଡ଼ ସାବଧାନତା ପାଳନ କରିବାକୁ ପଡ଼ିବ। କାରଣ ଶନିଦେବ ଏଠାରେ ବାଣୀର ଘରେ ମଧ୍ୟ ବସିଛନ୍ତି। ସେ ଆପଣଙ୍କ ବାଣୀକୁ ତ ଓଜସ୍ୱୀ କରିବେ, କିନ୍ତୁ କେଉଁଠି ନା କେଉଁଠି ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ହେବ। କ'ଣ ସମସ୍ୟା ହୋଇପାରେ ସେ ବିଷୟରେ ଆମ କଥାକୁ ବହୁତ ଧ୍ୟାନ ଦେଇ ଶୁଣନ୍ତୁ। କିନ୍ତୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ପ୍ରଥମ ସାବଧାନତା ଯାହା ପ୍ରତି ଆପଣଙ୍କୁ ଧ୍ୟାନ ରଖିବାକୁ ହେବ, ଯେହେତୁ ଶନିଦେବ କେଉଁଠି ନା କେଉଁଠି ଶରୀରର ଶିରା ପ୍ରଶିରା, ଗଣ୍ଠି ବିନ୍ଧା ଏବଂ ଗୋଡ଼ ସହିତ ଜଡ଼ିତ ଥାନ୍ତି, ତେଣୁ ଆପଣଙ୍କୁ ନିଜ ଗୋଡ଼ର ବିଶେଷ ଯତ୍ନ ନେବାକୁ ହେବ। ଗୋଡ଼ ବିନ୍ଧା ସମସ୍ୟା ଦେଖାଦେଇପାରେ। ଅନେକ ସମୟ ପର୍ଯ୍ୟନ୍ତ ନିଦ ନ ଆସିବା କିମ୍ବା ମନେ ମନେ ବହୁତ ଅଧିକ ଚିନ୍ତାଧାରା ପ୍ରସ୍ତୁତ କରିବା ଏବଂ ସେହି ଦୌଡ଼ା ଧପାରେ ବା ଓଭରଥିଙ୍କିଂ ଚକ୍କରେ ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ ସବୁ କରିବାର ଅଛି ତାହା ଭୁଲିଯିବା ଆପଣଙ୍କର କ୍ଷତି କରାଇପାରେ। ଆପଣଙ୍କ ଜୀବନରେ ଯାହା କିଛି ବି ଆସିଥାଏ ତାହା ସମ୍ପୂର୍ଣ୍ଣ ସଠିକ୍ ସମୟରେ ଆସିଥାଏ। ପରିଶ୍ରମ ଏବଂ ସଂଘର୍ଷ ଦ୍ୱାରା ହିଁ ଆସିଥାଏ। ଆଉ ସେହି ସମୟରେ ମଧ୍ୟ ଯଦି ଆପଣ କେବଳ ଚିନ୍ତା କରୁଥିବେ ଯେ ଏହି କାମଟି କରିବି ନା କରିବିନି, କିମ୍ବା ଭାବିବେ ଯେ ଆଉ କୌଣସି ଗୋଟିଏ ଦିନ ପରେ କରିବି, ତେବେ ଅନ୍ୟ ସମସ୍ତେ ଆଗକୁ ବାହାରିଯିବେ ଏବଂ ଆପଣ ସେଇଠି ହିଁ ରହିଯିବେ। 17 ମଇ ପରେ ଆପଣଙ୍କର ଏହି ସୁବର୍ଣ୍ଣ ସମୟ ବା ଗୋଲ୍ଡେନ୍ ଟାଇମ୍ ପିରିୟଡ଼ ଆରମ୍ଭ ହେବାକୁ ଯାଉଛି। ଧନୁ ରାଶିର ବ୍ୟକ୍ତିମାନେ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଦିଅନ୍ତୁ ନାହିଁ। ଏହା ସହିତ ଯେହେତୁ ଶନିଦେବ ଆପଣଙ୍କ ରାଶିର 2ୟ ଭାବରେ ଅଛନ୍ତି, ଯାହାକି ପରିବାରକୁ ମଧ୍ୟ ପ୍ରତିନିଧିତ୍ୱ କରିଥାଏ, ତେଣୁ ଆପଣଙ୍କୁ କେଉଁ କଥା ପ୍ରତି ଧ୍ୟାନ ରଖିବାକୁ ହେବ। ପରିବାରରେ ଯେମିତି ଛୋଟ ମୋଟ କଥାକୁ ନେଇ ଘରର ପରିବେଶ ଖରାପ ନ ହୁଏ, ସେହି କଥା ପ୍ରତି ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡ଼ିବ। କାରଣ ଏଠାରେ ରେବତୀ ନକ୍ଷତ୍ରର ଏକ ନକାରାତ୍ମକ ପ୍ରଭାବ ଏଇଆ ପଡ଼ିପାରେ ଯେ ପରିବାରର ପରସ୍ପର ମଧ୍ୟରେ ବିଚ୍ଛିନ୍ନ ହୋଇଯାଇପାରେ। ଛୋଟ ଛୋଟ କଥା ସୋରିଷ ଗଛରୁ ମହାଭାରତ ସଦୃଶ ପରିସ୍ଥିତି ସୃଷ୍ଟି କରିଦେବ। ଆପଣଙ୍କୁ ମଧ୍ୟ ବିଶ୍ୱାସ ହେବ ନାହିଁ ଯେ ଏତିକି ଟିକିଏ କଥାରୁ ଏତେ ବଡ଼ ବିବାଦ କେମିତି ସୃଷ୍ଟି ହୋଇଗଲା। କିନ୍ତୁ ଏହା ଶନିଦେବଙ୍କର ନକ୍ଷତ୍ର ପରିବର୍ତ୍ତନର ହିଁ ପ୍ରଭାବ ପଡ଼ିପାରେ। ଆପଣ ଟିକେ ବଞ୍ଚିକି ରୁହନ୍ତୁ ଏବଂ ନିଜକୁ ଏତିକି ବୁଝାଇ ଦିଅନ୍ତୁ ଯେ ଛୋଟ ଛୋଟ କଥାକୁ ଏଡ଼େଇ ଦେଇକି ଚଳିବାକୁ ହେବ, ଯେମିତି ଘରର ପରିବେଶ ସୁନ୍ଦର ରହିବ। ସେଥିପାଇଁ ଆମକୁ ରାଗିବାକୁ ହେବ ନାହିଁ। ଆଉ ଯେଉଁଠି କଥା କୌଣସି ସ୍ୱାର୍ଥ ମଣିଷର ଆସେ, ତାକୁ ଯଦି ଆପଣ ଏଡ଼େଇ ଦେଇ ଚାଲିଯିବେ ତେବେ ଆପଣଙ୍କ ପାଇଁ ବହୁତ ଭଲ ରହିବ। କାରଣ ଯଦି ଆପଣଙ୍କର ସମୟ ବିବାଦ ଓ ଚିନ୍ତାରେ ଅଟକିଗଲା, ତେବେ ଯାହା କିଛି ଭଲ ହେବାର ଥିଲା ତାହା ଆପଣଙ୍କ ହାତରୁ ଚାଲିଯିବ। ଆପଣଙ୍କର ଖର୍ଚ୍ଚ କୌଣସି ସୁଖ ସୁବିଧାର ସାମଗ୍ରୀ କିମ୍ବା କୌଣସି ଯାତ୍ରା ଉପରେ ହୋଇପାରେ। ଯେହେତୁ ଶନିଦେବ ଧନ ଆସିବାର ଯୋଗ ବନାଉଛନ୍ତି, ତେଣୁ ଟଙ୍କା ଯେମିତି ଅଧିକ ଖର୍ଚ୍ଚ ନ ହେବ ତାହା ଆପଣଙ୍କର ଦାୟିତ୍ୱ ରହିବ। ଏହି କଥାକୁ ଆପଣ ଲେଖିକି ରଖିଦିଅନ୍ତୁ। ଅଧିକ ପଇସା ଖର୍ଚ୍ଚ କରିବେ, ତେବେ ଯେଉଁ ବାଜି ଆପଣଙ୍କ ହାତରେ ଥିଲା ତାହା ହାତରୁ ବାହାରି ଯାଇପାରେ। ଏବେ ଆମେ ଆପଣଙ୍କୁ 3ଟି ବହୁତ ଜରୁରୀ ପ୍ରତିକାର ପ୍ରଦାନ କରିବାକୁ ଯାଉଛୁ। ଶନିଦେବ ଯେମିତି ରେବତୀ ନକ୍ଷତ୍ରରେ ପ୍ରବେଶ କରିବେ, ଆପଣଙ୍କର ଏହି ଦାୟିତ୍ୱ ହେବ ଯେ ଆପଣ ଗୋଟିଏ ପଟେ ଶନିଦେବଙ୍କର ପୂଜା ନିଶ୍ଚୟ କରନ୍ତୁ ଏବଂ ଅନ୍ୟପଟେ ରେବତୀ ନକ୍ଷତ୍ରର ସ୍ୱାମୀ ବୁଧଦେବଙ୍କର ପୂଜା କରିବା ମଧ୍ୟ ଆପଣଙ୍କ ପାଇଁ ଅନିବାର୍ଯ୍ୟ ରହିବ। ସର୍ବପ୍ରଥମେ ଆପଣଙ୍କୁ କ'ଣ କରିବାକୁ ହେବ? ବୁଧଦେବ ଯିଏକି ରେବତୀ ନକ୍ଷତ୍ରର ସ୍ୱାମୀ ଅଟନ୍ତି, ଯଦି ତାଙ୍କୁ ପ୍ରସନ୍ନ କରିବାର ଅଛି ତେବେ ପ୍ରତ୍ୟେକ ବୁଧବାର ଦିନ ଗଣେଶ ଭଗବାନଙ୍କର ପୂଜା ଓ ଆରାଧନା କରିବାକୁ ହେବ। ଆପଣଙ୍କୁ କ'ଣ କରିବାକୁ ହେବ? 21ଟି ଦୁବ ଘାସ ନେଇ ସେହି ଦୁବ ଘାସ ତଳେ ଗୋଟିଏ ନାଲି ସୂତା ବା କଲବା ବାନ୍ଧିବାକୁ ହେବ ଏବଂ ତାକୁ ସେମିତି ହିଁ ବୁଧବାର ଦିନ ଗଣେଶ ମହାରାଜାଙ୍କୁ ସମର୍ପଣ କରିଦେବାକୁ ହେବ।
ଆଉ ଧ୍ୟାନ ରଖିବାକୁ ହେବ ଯେ ସେହି ସମୟରେ ଆପଣଙ୍କ ମନରେ କାହା ପ୍ରତି ଖରାପ ଭାବନା, ଲୋଭ କିମ୍ବା ଅହଙ୍କାର ଯେମିତି ନ ଆସେ। ଦ୍ୱିତୀୟ ପ୍ରତିକାରଟି ଆପଣଙ୍କୁ ଶନିଦେବଙ୍କ ପାଇଁ କରିବାକୁ ହେବ ଏବଂ ଏହି ପ୍ରତିକାରଟି ଆପଣଙ୍କୁ ଶନିଦେବଙ୍କର କୃପା ତୁରନ୍ତ ପ୍ରଦାନ କରାଇଦେବ। ଆପଣଙ୍କୁ କେବଳ ଏତିକି କରିବାକୁ ହେବ ଯେ ଶନିବାର ଦିନ ସନ୍ଧ୍ୟା 7ଟା ପରେ ବରଗଛ ବା ଓସ୍ତ ଗଛ ମୂଳକୁ ଯିବାକୁ ହେବ ଏବଂ ସେଠାରେ ସୋରିଷ ତେଳର ଗୋଟିଏ ଦୀପ ପ୍ରଜ୍ୱଳିତ କରିବାକୁ ହେବ ଏବଂ ଆପଣଙ୍କୁ ଏହି ମନ୍ତ୍ରଟି ଜପ କରିବାକୁ ହେବ। ଓଁ ପ୍ରାଂ ପ୍ରିଂ ପ୍ରୋଂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରର ଏକ ଜବରଦସ୍ତ ପ୍ରଭାବ ଆପଣଙ୍କୁ ନିଜ ଜୀବନରେ ଦେଖିବାକୁ ମିଳିବ, କାରଣ ଏହା ଶନିଦେବଙ୍କର ବୀଜ ମନ୍ତ୍ର ଅଟେ ଏବଂ ଶନିଦେବ ଆପଣଙ୍କର ରାଶିର ମାଲିକ ଅଟନ୍ତି। ଅନ୍ୟ ରାଶିଗୁଡ଼ିକ ତୁଳନାରେ ସେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ରହନ୍ତି ଏବଂ ଆପଣଙ୍କ ସହ ଖୁବ୍ ଶୀଘ୍ର ଜଡ଼ିତ ହୋଇଥାନ୍ତି। ତେଣୁ ଏହି ମନ୍ତ୍ରକୁ ବହୁତ ଧ୍ୟାନ ସହକାରେ ଜପ କରିବାକୁ ହେବ। ଆପଣଙ୍କୁ ସବୁ ପରିସ୍ଥିତିରେ ଲାଭ ମିଳିବ। ଧନୁ ରାଶିର ବ୍ୟକ୍ତିମାନେ ଏହି ସମୟଟି ହେଉଛି ହିସାବ କିତାବର ସମୟ। ଏବେ ବିଗତ ସମୟରେ ଯାହା କିଛି ଘଟିଛି ତାର ଫଳ ମିଳିବାକୁ ଯାଉଛି। ଭଲ କାମ ପାଇଁ ଭଲ ଫଳ ମିଳିବ ଏବଂ ଖରାପ କାମ ପାଇଁ ଖରାପ ଫଳ ମିଳିବ। ଆମେ ଏଥିରୁ ଦୂରେଇ ଯାଇପାରିବା ନାହିଁ। ଆମକୁ ପରିଶ୍ରମ ଏବଂ ସଂଘର୍ଷକୁ ନିଜର ଅସ୍ତ୍ର କରି ସଫଳତା ନିକଟକୁ ଯିବାକୁ ହେବ। ଗୋଟିଏ ଲକ୍ଷ୍ୟ ଧାର୍ଯ୍ୟ କରି କାମ କରିବେ, ତେବେ ଶନିଦେବ ମଧ୍ୟ ଆପଣଙ୍କର ସାଥ ଦେବେ, କିନ୍ତୁ ନିଜ କର୍ମରେ ଶୁଦ୍ଧତା ରହିବା ଜରୁରୀ ଅଟେ। ଜୁଆ, ସଟ୍ଟା, ସେୟାର ମାର୍କେଟ କିମ୍ବା ବର୍ତ୍ତମାନ ସମୟରେ ଯେକୌଣସି ପ୍ରକାରର 2 ନମ୍ବରୀ କାମଠାରୁ ସମ୍ପୂର୍ଣ୍ଣ ଦୂରତା ବଜାୟ ରଖନ୍ତୁ। ଆଉ ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଲାଇକ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଆପଣଙ୍କ ଜୀବନରେ ଯଦି କୌଣସି ସମସ୍ୟା ଅଛି ତେବେ ତଳେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆମେ ତାର ପ୍ରତିକାର ଦେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ। ତେବେ ବନ୍ଧୁଗଣ, ଆଜିର ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଶନିଦେବ ନିଶ୍ଚୟ ଲେଖିଦିଅନ୍ତୁ। ରହୁଛି, ଧନ୍ୟବାଦ।